ଖାଇବା ତେଲ ଦରରେ ନିଆଁ ବଢ଼ିଲାଣି 15ରୁ 20 ଟଙ୍କା। ସାଧାରଣ ଖାଉଟିଙ୍କୁ ପୁଣି ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ପରେ ଏବେ ଖାଇବା ତେଲ ଦରରେ ଲାଗିଛି ନିଆଁ। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ରୋଷେଇ ଘର ଉପରେ ପଡ଼ିଛି। ଆସନ୍ତୁ ଆଜି ଆମେ ଜାଣିବା ଏହି ଅପଡେଟ୍ ବିଷୟରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ସାଧାରଣ ଖାଉଟିଙ୍କୁ ପୁଣି ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ପରେ ଏବେ ଖାଇବା ତେଲ ଦରରେ ଲାଗିଛି ନିଆଁ। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ରୋଷେଇ ଘର ଉପରେ ପଡ଼ିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଭାରତକୁ ଖାଇବା ତେଲ ଆମଦାନୀ ହ୍ରାସ ପାଇଛି। ଫଳରେ ଖାଇବା ତେଲ ଲିଟରରେ 15ରୁ 20 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମାସ ତଳେ ବଢ଼ିଥିଲା ଖାଇବା ତେଲ ଦର, ଏବେ ପୁଣି ବଢ଼ିଲା। ବଜାରରେ ବିଭିନ୍ନ କମ୍ପାନୀର ସନଫ୍ଲାୱାର ପାମ୍ ଅଏଲ୍ ଲିଟର ପିଛା ପୁଣି 15ରୁ 20 ଟଙ୍କା ବଢ଼ିଯାଇଛି। ଖାଇବା ତେଲ ଲିଟର ଏବେ 175 ଟଙ୍କାରୁ 190 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ମାସକ ପୂର୍ବରୁ ଯାହା 150ରୁ 160 ଟଙ୍କା ଥିଲା। ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡାଙ୍କ କହିବା କଥା, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଭାରତକୁ ତେଲ ଆମଦାନୀ ବାଧାପ୍ରାପ୍ତ ହେଉଛି। ଆଉ ଏକ ବଡ଼ କାରଣ ହେଲା ପାମ୍ ଅଏଲର ସବୁଠାରୁ ବଡ଼ ଉତ୍ପାଦନକାରୀ ଦେଶ ଇଣ୍ଡୋନେସିଆ ଏବେ ନିଜର 50% ତେଲକୁ B50 ଡିଜେଲ ପ୍ରସ୍ତୁତ କରିବାରେ ବ୍ୟବହାର କରୁଛି। ଫଳରେ ଇଣ୍ଡୋନେସିଆରୁ ପାମ୍ ଅଏଲ ଆମଦାନୀ କମିଯାଇଛି। ମାଲେସିଆ ମଧ୍ୟ ଖାଇବା ତେଲ ଦର ବଢ଼ାଇ ଦେଇଥିବାରୁ ଏହାର ସିଧାସଳଖ ପ୍ରଭାବ ଆମ ବଜାର ଉପରେ ପଡ଼ିଛି। କେବଳ ରିଫାଇନ୍ କି ସନଫ୍ଲାୱାର ଅଏଲ ନୁହେଁ, ସୋରିଷ ତେଲ ଦର ମଧ୍ୟ ହଠାତ୍ ବଢ଼ିଯାଇଛି। ତେଲ ଦର ବଢ଼ି ଚାଲିଥିବାରୁ ଲୋକେ ମାସିକିଆ ବଜେଟରେ ତେଲ ପରିମାଣ କମାଇ ଦେଇଛନ୍ତି। ମାସକୁ 5 ଲିଟର ଜାଗାରେ 3 ଲିଟର ତେଲରେ କାମ ଚଳାଉଛନ୍ତି ଗୃହିଣୀ। ଏପଟେ ଗ୍ୟାସ୍ ମିଳୁନି, ସେପଟେ ଗ୍ରୋସରୀ ମହଙ୍ଗା ହେଲାଣି। ଯୁଦ୍ଧର ପ୍ରଭାବରେ ଦରଦାମ ଏଭଳି ବଢ଼ିଲାଣି ଯେ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇଗଲେଣି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ବୁଝିଯାଇଥିବେ ଯେ କେଉଁ କେଉଁ ତେଲର ଦରଦାମ ଆଉ କେତେ ଟଙ୍କା ବୃଦ୍ଧି ଘଟିଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।